परम ये होची जीव परमर संपर्क जगन्नाथ दास लिखि दैछन्ति ओडिया भागवतर एकादश स्कंद रे ये कोई वृक्ष हंस दुई हो हंस दुई ए कोई वृक्ष हंस दुई हो हंस दुई संति प्रिया भावा रही हो भावा रही ताबर जंगम ये कीटरू पतंग चाहिए तापर जंगम कीट पतंग जो चतुर्विध प्राणी कही कायज अंडज श्वेतज चार चल अचल उड़ा गुड़ा तापर जंगम कीट पतंग ये चारि प्रकार प्राणी को ठारे भगवान समभाव पूरी अच्छा समान भाव पूरी कपिल ता भीतर टांग मत जिते बेले आमको सी सृष्टि कले सेते बेले हेले ब्रह्म जिते बेले आम मान देहरे समभाव पूरी रहिले आ नाम ब्रह्म है लगी रे ब्रह्म बदल रे नाम परम होइला ब्रह्म रही पु कपिल रे नाम होगला परम आमको सृष्टि कला बेलू हेले ब्रह्म आम देहर जिते रहिले से नाटा होगला परम आम समस्त देहर रही नामटी है परम कौन चिड़ाली कहले आपन तो एत गुड़िया कथा कहले चाहते बुझेगला जस्ट एटा बुझेगला आपन कहले प्रभु आमको जन्म देले जन्म दे सारा पर आम शरीर मध्य रहिले सर मते तो प्रभु जन्म देइचंती जदि जन्म देले मो शरीर मध्य प्रभु वो जगह रहिले टिके टिप मारिक जदि मो बापूटा कहितन मो टिके शांति अनुभव कर जय जगन्नाथ कहा को मते टिके कोपड़ करबेनी मो टिके शास्त्र प्रेमी बस सुन के जब यार छड़ कोन चाहू चोर को भलिया कोन जाहू ना ना मो सुनिबा जा कथा पचानी आ मते चापुडाटा हला किए लोक हसिले कि ना सेटा से भलिया से कोटर मेटर नहीं हम जानिला प्रभु मो शरीर भीतर कोठी अछन तो देहरे कोठी अछंती भगवान आज्ञा एक कथा जानिबा पई चाहू तू हां को जशवंत दासंकर पदटी गाइथिली ना हां गाइथिली जेउ बिन्हाणी रे तोते कला निर्माण सही तो देह रहिला है तू जान नहीं आज्ञा कहिथिली ना हां ता परवर्ती पदरे लिखिदेल हां हां ता परवर्ती पदरे रखिला दश बातो लगाइला बातो रखिला दश बाट लगाइला कबाट शिशु मुना दुआरे रहिले नंद चाट आज्ञा आम देहर भगवान कोठी अछन परम कोठी रहिछन हां रखिला दश बाट लगाइला कबाट आज्ञा शरीर भीतर 10टा बाट 10 बाट आज्ञा शरीर भीतर 10टा बाट कोठी आज्ञा 10टा बाट रे कबाट लागिछि पुनी 10टा बाट रे कबाट सिना लागिछि जसवंत खाली सेती कहि देले देखो ये 10टा बाट रु गोटाए बाट केबे खोलुनी किंतु 9टा बाट खोलुछि आज्ञा आज जातु जोरंदा गादी आज जातु जोरंदा गादी देखिबे सेठी जेते देउळ अछि सबु देउळ खोला हो सबु देउळ खोला हो आज्ञा गुटी गोटिए देउळ खोला हो
ଗୋଟିଏ ଦେଉଳ ଖୋଲା ହଉନି ନାଇଁ ତାକୁ କଣ କହନ୍ତି? କଣ ଆଜ୍ଞା? ମହିମା 8 ଭଜନରେ ଭୀମ ବହି ଲେଖି ଦେଇନାହାନ୍ତି? କଣ ଲେଖିଲେ? ଶୂନ୍ୟ ମନ୍ଦିରେ ବିହାର ହଁ ଏ ରୂପରେ ଖୋ ନାହିଁ ଯାର ଏ ରୂପରେ ଖୋ ନାହିଁ ନାହିଁ ଯାର ଶୂନ୍ୟ ମନ୍ଦିରେ ବିହାର ରୂପରେ ଖୋ ନାହିଁ ଯାର ରୂପରେ ଖୋ ନାହିଁ ଯାର ଦୁଇ ପାଦ ଜଳାଇ ଏକ ପାଦେ ଧର ଧର ଦୁଇ ପାଦେ ଜଳାଇ ଏକ ପାଦେ ଧର ଧର ଶୂନ୍ୟ ମନ୍ଦିରେ ବିହାର ରୂପରେ ଖୋ ବହି କହିଲେ ଯାର ଦୁଆର ଖୋଲୁନି ତାକୁ କହନ୍ତି ଶୂନ୍ୟ ମନ୍ଦିର। ଆଜ୍ଞା ଯଦି ଆପଣଙ୍କ ଅଞ୍ଚଳକୁ କେହି ମହିମା ଧର୍ମାବଲମ୍ବୀ ବାବାଜୀ ମାନେ ଆସନ୍ତି ହଁ ତାଙ୍କୁ ଖାଲି ଗୋଟିଏ ପ୍ରଶ୍ନ ପଚାରିବେ, ଆଜ୍ଞା ଆଜ୍ଞା ଆପଣଙ୍କର ତ ଜୋରନ୍ଦା ଗାଦିରେ ସବୁ ଦେଉଳ ଖୋଲା ହଉଛି, କବାଟ ଖୋଲା ହଉଛି, ବନ୍ଦ ହଉଛି, ହଁ ତା କବାଟ କାହିଁ ଖୋଲୁନି? କାଇଁ ଖୋଲୁନି? ସେ କହିବେ ହଁ। ଯୋଉଦିନ ମହିମା ଗୋସାଇଙ୍କର ଆଜ୍ଞା ହବ ସେ ଯାଇ ଖୋଲା ହବ, ଖୋଲା ହବ ନହେଲେ ଖୋଲିବନି। ପଡିଛି କଂସା କବାଟ, ଆଜ୍ଞା ପଡିଛି କଂସା କବାଟ। ହଁ ତେଣୁ ସିଏ ଯେତେବେଳେ କହିବେ, ହଁ ଯେତେବେଳେ ମହିମା ଗୋସାଇଙ୍କର ଆଜ୍ଞା ହବ ଆଜ୍ଞା ସେତେବେଳେ ସେ କବାଟ ଖୋଲିବ। ହଁ କପିଳରେ ସାରେ ଯଦି ଏହା ଜୋରନ୍ଦା ଗାଦିରେ ଘଟିଲା, ହଁ। ଇରେ ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ହଁ, ହଁ। ଜାଣନ୍ତି ସୂର୍ଯ୍ୟା ସୁଜାନି ପଣ୍ଡିତ ଜାଣନ୍ତି ସୁଜାନି ପଣ୍ଡିତ ଜାଣନ୍ତି ସୁଜାନି ପଣ୍ଡିତ ମାନେ ବ୍ରହ୍ମାଣ୍ଡରେ ଦେଖିଦେଲେ ଶୂନ୍ୟ ମନ୍ଦିର କୋଉଠି ଅଛି ନା ଜୋରନ୍ଦା ଗାଦିରେ। ଜୋରନ୍ଦା ଗାଦିରେ ଅଛି। ଆଜ୍ଞା ଯଦି ପିଣ୍ଡ ଆଉ ବ୍ରହ୍ମାଣ୍ଡ ଗୋଟିଏ ମତ, ଆଜ୍ଞା। ଇଏ ଶରୀର ଭିତରେ କଣ ଶୂନ୍ୟ ମନ୍ଦିର ନାହିଁ? ଆମର ଅଛି ଦେଖେ ଯଶୋବନ୍ତ ଦାସ କହିଲେ, ହଉ, ହଉ। ରଖିଲା ଦୋଷ ବାଟ ଲଗାଇଲା କବାଟ ଶିଶୁ ମୁଣ୍ଡା ଦୁଆରେ ରହିଲେ ନନ୍ଦ ଚାଟ। ଶରୀର ଭିତରେ 10ଟା ଦ୍ୱାର ଅଛି, 10 ଦ୍ୱାର 9ଟା ଦ୍ୱାର ଆମ ଇଚ୍ଛାରେ ଚାଲୁଛି। ଆଜ୍ଞା ଆମେ ଖୋଲୁଛନ୍ତି ବନ୍ଦ କରୁଛନ୍ତି। ହଁ, ହଁ। ସେ 9ଟା ଦ୍ୱାର କିଏ? କିଏ ସାର୍? ଆଖି 2, ଦୁଇ, ନାକପୁଡା 2, ଚାରି, କାନ 2, ଛଅ, ପାଟି 1, ସାତେ, ଲିଙ୍ଗ ଚକ୍ର 1, ଆଠେ, ଆଧାର ଚକ୍ର 1। ନଅ। ଇଏ 9ଟା ଆମ ଇଚ୍ଛାରେ ଖୋଲୁଛନ୍ତି, ଆମ ଇଚ୍ଛାରେ ବନ୍ଦ ହଉଛନ୍ତି। ହଁ, ହଁ। କିନ୍ତୁ ଗୋଟିଏ ଦ୍ୱାର ଅଛି ହଁ, ହଁ। ଯାହା ତାହା ଇଚ୍ଛାରେ ଖୋଲିବ ରେ। ଇଏ ସିଏ କିଏ? ଶିଶୁମୁନା ଦୁଆରେ ରହିଲେ ନନ୍ଦ ଚାଟ, ନାଟା ଶିଶୁମୁନା ଦ୍ୱାର। ଆଜ୍ଞା ଶିଶୁମାନ ଦ୍ୱାର କାହାକୁ କହିବା? ସାର୍ କାହାକୁ? ଦେଖ, ସାର୍ ଯଦି ଶିଶୁମୁନା ଶବ୍ଦକୁ ଯିବା ହଁ ତାହେଲେ ବିଜ୍ଞାନରେ କଣ ଶିଶୁମୁନା ଶବ୍ଦ ନାହିଁ? ଅଛି ବିଜ୍ଞାନରେ ବି ଅଛି। ଆଚ୍ଛା ପ୍ରମାଣ କୋଉଠି ଅଛି? କୋଉଠି ଆଜ୍ଞା? ମତେ କହିଲୁ କପିଳ, ସାର୍ କହୁନାହାନ୍ତି ମଣିଷ ଦେହ ଭିତରେ କେତେ ଖଣ୍ଡ ହାଡ଼ ଅଛି? 778 ହେଁ, 206 ଖଣ୍ଡ ହାଡ଼। ଆଜ୍ଞା ମଣିଷ ଦେହରେ ହଁ 206 ଖଣ୍ଡ ହାଡ଼। ଆଜ୍ଞା 206 ଖଣ୍ଡ ହାଡ଼ ଭିତରୁ ହଁ 33 ଖଣ୍ଡ ହାଡ଼କୁ ନେଇକି ଗୋଟେ ପ୍ରତ୍ୟଙ୍ଗ ସୃଷ୍ଟି ହେଇଛି। ଆଜ୍ଞା 33 ଖଣ୍ଡ ହାଡ଼କୁ ନେଇ ଗୋଟେ ପ୍ରତ୍ୟଙ୍ଗ ସୃଷ୍ଟି ହେଇଛି, ଆଜ୍ଞା। ଯାହାକୁ ଇଂରାଜୀରେ କହନ୍ତି ସ୍ପାଇନାଲ କୋଡ, ଓଡିଆରେ କୁହାଯାଏ ମେରୁଦଣ୍ଡ। ଠିକ ମେରୁଦଣ୍ଡ କେଉଁଠାରୁ କେଉଁ ପର୍ଯ୍ୟନ୍ତ? ହଉ କୋଟି ଠାରୁ ଗ୍ରୀବା ପର୍ଯ୍ୟନ୍ତ, ହଁ ଅଣ୍ଟା ଠାରୁ ବେକ ପର୍ଯ୍ୟନ୍ତ ହଉଛି ମେରୁଦଣ୍ଡ। ଆଜ୍ଞା ମେରୁଦଣ୍ଡ ଯୋଉଠି ସରିଯାଏ ହଁ ସେଇଠୁ ଆରମ୍ଭ ହୁଏ ସୁଷୁମ୍ନା କାଣ୍ଡ। ବିଜ୍ଞାନ କହିଲେ ଆଜ୍ଞା ସେଇଠୁ ଆରମ୍ଭ ହୁଏ ସୁଷୁମ୍ନା କାଣ୍ଡ। ହଁ ସୁଷୁମ୍ନା କାଣ୍ଡ ଯୋଉଠି ସରିଲା ତାକୁ କହିଲେ ବିଜ୍ଞାନ ସୁଷୁମ୍ନା ଶୀର୍ଷକ। ବିଜ୍ଞାନ ଭାଷାରେ ଆଜ୍ଞା କଣ? ଆଜ୍ଞା ସେମାନେ ଶିକ୍ଷକ ହଁ। ଭାଇ କଣ କହୁଛନ୍ତି ତ କଣ କହିଲେ ଆଉ ଟିକେ ସ୍ପିଡଟା କମେଇ ସ୍ପିଡ କମେଇଦବା? ହଁ ହଁ ନାଇଁ କାହିଁକି ନା ଆଜ୍ଞା, ହଁ ସିଏ ତ ମାଡୁଆଟା, ତା କଥାରେ କଣ ଅଛି? ଅଳ୍ପ ସମୟରେ ଅଳ୍ପ ସମୟ ଭିତରେ ବହୁତ କଥା ଯଦି କହିବା ପାଇଁ ଯିବା ତାକୁ କେବେ ସ୍ପିଡ କମେଇ ହେବ? କାରଣ ଯଦି ସ୍ପିଡ କମେଇଦେବେ 2 ରାତି ଭିତରେ ସରିବନି କଥା। ତଥାପି କ୍ଷମା କରିବେ, ଆପଣମାନଙ୍କ ପାଖରେ ଯଥା ସମ୍ଭବ ଆପଣ ବୁଝିଲା ଭଳି କଥା 2 ପଦ କହିବି। ବାସ୍ ବାସ୍ ଶରୀର ଭିତରେ ଆଜ୍ଞା ଆଜ୍ଞା ଯାହାକୁ କୁହାଯାଏ ସୁଷୁମ୍ନା ଶୀର୍ଷକ। ଆଜ୍ଞା ଆଜ୍ଞା ସୁଷୁମ୍ନା ଶୀର୍ଷକ କିଏ? କିଏ? ନା ସୁଷୁମ୍ନା କାଣ୍ଡ ଯୋଉଠୁ ସରିଲା ଆଜ୍ଞା ସେଇଠୁ ଆରମ୍ଭ ହେଲା ସୁଷୁମ୍ନା ଶୀର୍ଷକ। ଆଜ୍ଞା ଆଜ୍ଞା ଯାହାକୁ ବିଜ୍ଞାନ କହିଲା ସୁଷୁମ୍ନା ଶୀର୍ଷକ, ଓହୋ। ତାକୁ ଯଶୋବନ୍ତ ଦାସ କହିଲେ ଶିଶୁମୁନା ଦ୍ୱାର। ତାହେଲେ ସିଏ କୋଉଠି ରେ? କୋଉଠି ଆଜ୍ଞା? ହାଡ଼ିଦାସ ମହାପୁରୁଷ। ହାଡ଼ିଦାସ ସ୍ପଷ୍ଟ କରିଦେଲେ ଶିଶୁମୁନା ଶୀର୍ଷକ କିଏ, ସୁଷୁମ୍ନା ଦ୍ୱାର କିଏ? କିଏ? କହିଲେ କୋଉ ଜାଗା? କୋଉ ଜାଗା? ସିଏ ଯୋଉ ବାଟେ ଆସିଲା ପ୍ରାଣ ପୁଣି ସେଇ ବାଟେ ଗଲା। ଦୁଃଖ ଦୁଃଖୀ ବୋଲି ପରା ହେ ପ୍ରାଣ ବାହାରିଲା। ହାଡ଼ିଦାସ ମହାପୁରୁଷ କହିଲେ ଶରୀର ଭିତରକୁ ପ୍ରାଣବାୟୁଟା ଯେଉଁ ମାର୍ଗ ଦେଇ ପ୍ରବେଶ କରେ ଆଜ୍ଞା ପୁଣି ସେଇ ମାର୍ଗ ଦେଇ ବାହାରିଯାଏ। ଠିକ ତା ନାଁଟା ହଉଛି ଦୁଃଖୁ ଦୁଃଖୀ। ହଁ ଦୁଃଖୁ ଦୁଃଖୀରେ ରହିଲେ ଭଗବାନ, ଦୁଃଖୁ ଦୁଃଖୀରେ ରହିଲେ ଭଗବାନ। ଭାଇ ସେତେବେଳେ ବସି ଠାରୁଥିଲେ ଏଇ କଥା। ଆଚ୍ଛା ଦୁଃଖୁ ଦୁଃଖୀରେ ଯଦି ଭଗବାନ ଅଛନ୍ତି, ହଁ ହଁ ପ୍ରମାଣ କୋଉଠି ଅଛି? ହଁ
ପ୍ରମାଣ କୋଉଠି ଅଛି? ପ୍ରମାଣ ଭଗବାନ ଏଇଠି ଅଛନ୍ତି ବୋଲି ପ୍ରମାଣ। ଭାଗବତ ଆଜ୍ଞା କଣ ଲେଖିଦେଲେ? ଓହୋ କହିଲେ ମୋର ନିବାସ ମାତ୍ର ଥିବ ଗୋବିନ୍ଦ ମାତ୍ର ଥିବ ଜଳେ ଦ୍ୱାରକା ନାଶ ଯିବ। ଆଜ୍ଞା କହିଲେ ମୋ ଘରଟା ରହିବ ହଁ ଜଳରେ ଦ୍ୱାରକା ନାଶ ଯିବ। ଯିବ ଆଚ୍ଛା ଏକଥା ତ ଭଗବାନ କୃଷ୍ଣ ଉଦ୍ଧବଙ୍କୁ କହୁଛନ୍ତି। ହଁ କହିଲେ ଉଦ୍ଧବ ତୁ ଯେତେ ଶୀଘ୍ର ପାରୁଛୁ ପଳେଇ ଯା, ପଳେଇ ଯା, କାରଣ ପଳେଇ ଯା। ମୋ ଘରଟି ରହିବ ଦ୍ୱାରକା ଜଳରେ ବୁଡିବ। ବୁଡିବ। ଜ୍ଞାନୀ ମାନେ କୃଷ୍ଣଙ୍କ ଘର ତ ଦ୍ୱାରକାରେ, ହଁ ସେ ତ ଜଳରେ ବୁଡିଲା, ହଁ। କୃଷ୍ଣଙ୍କ ଘର ରହିବ କେମିତି ରେ? ଇଏ ୟା ଅର୍ଥ ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି ହୋ ଗୋବିନ୍ଦ କଥା କରୁ ତରି ତାତି ହେ ଗୋବିନ୍ଦ କଥା କରୁ ତରି ତାତି ହେ ଗୋବିନ୍ଦ କଥା କରୁ ତରି ତାତି ହେ ଗୋବିନ୍ଦ। ପ୍ରତ୍ୟେକ ଜିନିଷର ତତ୍ତ୍ୱାବଗାହୀ ହେବା ନିହାତି ଆବଶ୍ୟକତା ଅଛି। ଆଜ୍ଞା ମୋର ନିବାସ ମାତ୍ର ଥିବ ଜଳେ ଦ୍ୱାରକା ନାଶ ଯିବ। କପିଳରେ ହାରେ। ମଣିଷ ଯେତେବେଳେ ମରିବ ମରିବ। ଧୀରେ ଧୀରେ ପାଦ ପାଖରୁ ତା ଥଣ୍ଡା ହେଇଯିବ। ସେ ଥଣ୍ଡା ହବାଟା କଣ କଣ? ନା ଶରୀର ହଉଛି ଦ୍ୱାରକା। ହଁ। ଇଏ ଶରୀର ଉପକ ଦ୍ୱାରକାର ପାଦ ଆଉ ହାତ ପାଖରୁ ଧୀରେ ପାଣି ମାରି ମାରିକା ଯିବ। ମଣିଷ ଯେତେବେଳେ ମରିଯିବ ଇଏ ମଣିଷର ପୁରା ସମ୍ପୂର୍ଣ୍ଣ ଶରୀର ଥଣ୍ଡା ପୁଣି ହୋଇଯିବ। ଯେତେବେଳେ ସମ୍ପୂର୍ଣ୍ଣ ଦେହଟା ଥଣ୍ଡା ହେଇଯିବ ବାବୁଲି, ମନେ କରନ୍ତୁ ମନେ ରଖନ୍ତୁ ତାହା ହଉଛି ଶରୀର ହେଲା ଦ୍ୱାରକା। ଶରୀର ରୂପକ ଦ୍ୱାରକା ଜଳରେ ବୁଡିଲା, ଆଜ୍ଞା କିନ୍ତୁ ହଁ। ସବୁ ଜାଗା ଥଣ୍ଡା ହେବ ପରା ଗୋଟିଏ ହେବ ନାହିଁ। ନାହିଁ ହୋ ହେବ ନାହିଁ ଯେଉଁ ଜାଗା ପରା ଥଣ୍ଡା ହେବ ନାହିଁ ଦୁଃଖ ଦୁଃଖୀ ବୋଲି ପାହି ହୋ ସବୁ ଥଣ୍ଡା ହେଇଯିବ, କିନ୍ତୁ ଗୋଟିଏ ଜାଗା ଥଣ୍ଡା ହବନି, କିଛି ସମୟ ପର୍ଯ୍ୟନ୍ତ ରହିବ, ସେଇଟା ହଉଛି ଦୁଃଖ ଦୁଃଖୀ। କାରଣ କଣ ନା ଯେ ପର୍ଯ୍ୟନ୍ତ ପ୍ରାଣ ପବନଟା ଏ ମାର୍ଗ ଦେଇ ବାହାରି ନ ଯାଇଛି ସେ ପର୍ଯ୍ୟନ୍ତ କେବେ ଇଏ ଥଣ୍ଡା ହବନି। ନାଇଁ ତାହେଲେ ପ୍ରାଣ ପବନ କେତେବେଳେ ଯିବ? କେତେବେଳେ ସାର୍? ନା ତା ପାଇଁ ଗୋଟେ ସମୟ ଅଛି, କହିବା ପାଇଁ ସମୟ ନାହିଁ। ଖାଲି ପଦଟିଏ ଭାଗବତ ବାପା କହିଦଉଛି। ଭାଗବତରେ ଜଗନ୍ନାଥ ଦାସ ଲେଖିଛନ୍ତି ପ୍ରାଣୀର ଭଲ ମନ୍ଦ ବାଣୀ ହଁ ହଁ ମରଣ କାଳେ ତାହା ଜାଣି ମରଣ କାଳେ ତାହା ଜାଣି ମରଣ କାଳେ ତାହା ଜାଣି। ପ୍ରାଣ ପବନଟା କେତେବେଳେ ବାହାରିବ ତା ସମୟ ନିର୍ଘଣ୍ଟ ହେଇଛି, ସବୁବେଳେ ଯିବନି। এই ଭଲ ମନ୍ଦ କଥା ଜାଣି ସାରିଲା ପରେ ଯାଇ ଯିବ ନା। ଆଉ এই ଯେ ପର୍ଯ୍ୟନ୍ତ ନ ଯାଇଛି ସେ ପର୍ଯ୍ୟନ୍ତ ସେ ଥଣ୍ଡା ହବନି। ଆଜ୍ଞା ଯେତେବେଳେ ପ୍ରାଣ ପବନଟା ଉର୍ଦ୍ଧ୍ୱଗାମୀ ହେଇ ଚାଲିଯିବ ହଁ। ସେ ଜାଗାଟା ଥଣ୍ଡା ହେଇଯିବ। ବାସ୍ ଜ୍ଞାନୀ ମାନେ କାହିଁକି ଏ କଥା କହିଲେ? କାହିଁ କହିଲେ? ଇଏ ଶରୀର ଭିତରେ ଭଗବାନ ରହିଲେ, ହଁ। ସିଏ ହେଲେ ପରମ। ହଁ ସମସ୍ତଙ୍କୁ ଯେତେବେଳେ ସୃଷ୍ଟି କଲେ ଆଜ୍ଞା ସିଏ ହେଲେ ବ୍ରହ୍ମ। ବ୍ରହ୍ମ ଯଦି ତିଆରି କଲା ବାଲାକୁ ବ୍ରହ୍ମ କୁହାଗଲା, ରହିଲା ବେଳକୁ ସିଏ ହେଲେ ପରମ। ପରମ ଇଏ ହଉଛି ଜୀବ ପରମର ସମ୍ପର୍କ। ଜଗନ୍ନାଥ ଦାସ ଲେଖି ଦେଇଛନ୍ତି ଓଡିଆ ଭାଗବତର 11 ସ୍କନ୍ଧରେ ହଁ। ଏ କଇ ବୃକ୍ଷେ ହଂସ ଦୁଇ ହୋ ଓ ହଂସ ଦୁଇ ଏ କଇ ବୃକ୍ଷେ ହଂସ ଦୁଇ ହୋ ହଂସ ଦୁଇ ବସନ୍ତି ପ୍ରିୟା ଭାବ ବହି ହୋ ଭାବ ବହି ବସନ୍ତି ପ୍ରିୟା ଭାବ ବହି ହୋ ଭାବ ବହି। ଗୋଟିଏ ବୃକ୍ଷରେ ଦୁଇଟି ହଂସ ବସିଛନ୍ତି। ଆଜ୍ଞା ଇଏ ଦୁଇଟି ହଂସ ଭିତରେ ହଉଛି ପ୍ରିୟ ଭାବ। ପ୍ରିୟ ଭାବ। ସେ ହଂସ ଦୁଇଟି କିଏ? କିଏ? ନା ଜଣେ ପରାଜୀବ ହେଲେ ଜଣେ ତ ପରମ। ମୋ ଭାଇ ଆମନ ଭାଇ ଆମନ ଭାଇ ଆମନ ଭାଇ ଆମନ। ଏ ଶରୀର ରୂପକ ବୃକ୍ଷରେ ଆଜ୍ଞା ଜୀବ ପରମ ଦୁଇଟି ପକ୍ଷୀ ବସିଛନ୍ତି, ହଂସ ବସିଛନ୍ତି। ଆଜ୍ଞା ଜୀବ ଆଉ ପରମ ଭିତରେ ସମ୍ପର୍କ ଯାହା, ସେ ସମ୍ପର୍କଟା କି ସମ୍ପର୍କ? ସମ୍ପର୍କ ଶରୀର ଭିତରେ ଆମେ ଚିନ୍ତା କରୁଛନ୍ତି ତାହା ହଉଛି ଜୀବ ପରମର ସମ୍ପର୍କ। ଆଜ୍ଞା ଯଦି ବାହ୍ୟ ଜଗତକୁ ଯିବା, ହଁ। ବାହ୍ୟ ଜଗତ ଭିତରେ ସମ୍ପର୍କଟା କି ସମ୍ପର୍କ? ଭଗବାନ ସଂସାର ଭିତରେ ହଁ ବା ଶରୀର ଭିତରେ ସମ୍ପର୍କ ହଉଛି ଜୀବ ପରମର ସମ୍ପର୍କ। ଆଜ୍ଞା ତାହେଲେ ବାହ୍ୟ ଜଗତରେ ସମ୍ପର୍କଟା କାହା ସହିତ? ସମ୍ପର୍କ କାହାର? ଅଛି ଆଜ୍ଞା ହେଁ? ଅଛି ଅଛି କହିଲୁ ସ୍ୱାମୀ ସହିତ ସ୍ତ୍ରୀର ହେଁ? ସ୍ୱାମୀ ସହିତ ସ୍ତ୍ରୀର ଆରେ ଜଗନ୍ନାଥ ଦାସ ଲେଖିଲେ କଣ ସାର୍?
সম্পর্কটা হচ্ছে প্রিয় ভাব। হ্যাঁ প্রিয় ভাব কার সহিত কার? স্বামী সহিত স্ত্রীর কলা স্বামী সহিত স্ত্রীর সম্পর্ক হচ্ছে প্রিয় ভাব। নিবিড় না হ্যাঁ? নারী পুরুষের সম্পর্ক কোন শুনিব? কহিলে দেবদুল্লভ দাস। হও হও দেবদুল্লভ দাস লেখি যাইছন্তি পো। আজ্ঞা বলে নারী পুরুষর সিনা ইয়ে কহি কমিল ভক্ত জানে ভাগবত না বাপে বাবা কপিলরে আজ্ঞা প্রিয় ভাব নারী সহিত পুরুষর নথায় কি পুরুষ সহিত নারীর নথায়? আউ কাহিঁকি কাই কইলে না সে সম্পর্কটা হচ্ছে দেহ পাই। সা দেহ পাই যে সম্পর্ক আজ্ঞା, আজ্ঞା। তাহা প্রিয় ভাব নুহে। নুহে। প্রিয় ভাব সম্পর্ক যাহা হচ্ছে দেহাতীত হ্যাঁ। দেহর অতীত। হ্যাঁ। মানে যেତେବେଳେ দেহ সৃষ্টি ହେଇ ନଥିଲା দেহ ତିଆରି ନଥିଲା ଆଜ୍ଞା। ଯେ ସମ୍ପର୍କଟା ଥିଲା ଥିଲା। ଆଜି ଦେହ ଅଛି ହଁ। ସମ୍ପର୍କ ରହିବା ଦରକାର। ବାସ୍। ଯେତେବେଳେ ଦେହ ନଥିବ ହଁ, ହଁ। ସେ ସମ୍ପର୍କ ରହିଥିବ ରେ। କାହା ସହିତ କାହାର ସମ୍ପର୍କ ବାବୁଲି? ଇଏ ଜଣେ ପରା ଭକ୍ତ ହେଲେ ଜଣେ ଭଗବାନ ମୋ ଭାଇ ଆମନ କାହାକୁ ସମ୍ପର୍କ ପରା ଅଛି ମୋ ଭିନ୍ନ ଯୋଉ ସମ୍ପର୍କ ପୂର୍ବେ ଥିଲା ଆଜି ଅଛି ଭବିଷ୍ୟତରେ ରହିବ। ଅତୀତରେ ଥିଲା ବର୍ତ୍ତମାନ ଅଛି ଭବିଷ୍ୟତରେ ରହିବ। ତାହାକୁ ପ୍ରିୟ ଭାବ କୁହାଯାଏ। ଆଜ୍ଞା। କାହା ସହିତ କାହାର ସମ୍ପର୍କ ପ୍ରିୟ ଭାବ? ସାର୍ କହିଲେ ନା ଭକ୍ତ ସହିତ ଭଗବାନଙ୍କର ସମ୍ପର୍କ ହଉଛି ପ୍ରିୟ ଭାବ। ଆଜ୍ଞା ଭଗତ ଭଗବାନ ସମ୍ପର୍କ ଯାହା ଏ ଜଗତରେ ଏମିତି ସମ୍ପର୍କ କୋଉଠି ନାହିଁ।